ଠାକୁରଙ୍କର କାଲି ମୁହଁମାଡ଼ି ପଡ଼ିଯିବାଟା ଏକ ଐଶ୍ୱର୍ଯ୍ୟ ସନ୍ଦେଶ ଯେ କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି, ସେଥିପାଇଁ ସାବଧାନ ହୋଇଯାଅ। ଆଚ୍ଛା, ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏଇଟା କେମିତି ହେଇପାରନ୍ତାନି? ଆଗାମୀ ଦିନରେ ଏଇଟା କେମିତି ଶୃଙ୍ଖଳ ଭିତରେ ଏ କାର୍ଯ୍ୟଟା ହେଇପାରିବ? ସେଥିପାଇଁ ମୁଁ ଅତୀତରେ ମୋ ଲେଖା ମାଧ୍ୟମରେ ଲେଖିଛି, ଅନ୍ୟ ଏକ ଆଲୋଚନାରେ ବି ଭାଗ ନେଇ କହିଛି, ସେ ମନ୍ଦିର ପ୍ରଶାସନ ବା ଏଇ ସରକାର, ଏଇ ଯେ ବର୍ତ୍ତମାନର ମୋହନ ସରକାର ଅଛନ୍ତି, ଅତୀତରେ ମଧ୍ୟ ନବୀନ ସରକାର ବେଳେ ବି କୁହାଯାଇଛି ଯେ ଯେଉଁମାନେ ମନ୍ଦିରର ଜେନୁଇନ୍ ସେବାୟତ, ଜେନୁଇନ୍ ଦଇତାପତି, ସେମାନଙ୍କୁ ଗୋଟେ ଗୋଟେ ଆଇଡେଣ୍ଟି କାର୍ଡ ଦିଆଯାଉ। ଆମେ ଯେମିତି ବ୍ୟାଙ୍କ ମାନଙ୍କରେ ଗୋଟେ ଗୋଟେ ଝୁଲେଇ ଥାଉ, କର୍ପୋରେଟ ହାଉସ ମାନଙ୍କରେ ଝୁଲେଇ ଥାଉ, ତାଙ୍କ ନାଁ ଲେଖା ହେଇଥିବ, ନମ୍ବର ଦିଆ ହେଇଥିବ, ଆଇଡେଣ୍ଟି ନମ୍ବର ଦିଆ ହେଇଥିବ, ଫଟୋ ଥିବ ଯେ ଇଏ ହେଉଛି ପ୍ରକୃତ ଜେନୁଇନ୍ ବ୍ୟାଙ୍କର କର୍ମଚାରୀ। ତେଣୁ ମନ୍ଦିରର ସେବାୟତ ଦଇତାପତି ମାନଙ୍କୁ ମନ୍ଦିର ପ୍ରଶାସନ ଦ୍ୱାରା ଗୋଟେ ଗୋଟେ ଆଇଡେଣ୍ଟି କାର୍ଡ ଦିଆଯାଉ। ସେମାନେ ଯଦି ବେକାରୀ ଝୁଲେଇଥିବେ, ସେଇମାନେ କେବଳ ପହଣ୍ଡି କରିପାରିବେ, ସେଇମାନେ କେବଳ ଠାକୁରଙ୍କର ସେବା କରିପାରିବେ। ଯାହା ବେକରେ ସେ ଆଇଡେଣ୍ଟି କାର୍ଡଟା ନାହିଁ, ତା ତ ଏମାନେ ସବୁ ବାହାର ଲୋକ। କାଲି ଜଣେ ବରିଷ୍ଠ ସେବାୟତ କହିଲେ ଯେ ଏଇ ଯୋଉ ପହଣ୍ଡି ବେଳେ ବହୁତ ଅଣସେବାୟତ, ମାନେ ଯୋଉମାନଙ୍କର ସେବା ନାହିଁ, ବାହାର ଲୋକ, ଅଣସେବାୟତ ଟୋକା ମାନେ ଧୋତି ଫୋତି ପିନ୍ଧିକି ମଧ୍ୟ ଆ ଭିତରେ ପଶି ଯାଉଛନ୍ତି, ଯୋଉମାନଙ୍କୁ ନିୟନ୍ତ୍ରଣ କରି ହଉନି। ସେ ଠିକ କହିଛନ୍ତି। ତେଣୁ ଏଇ ଯୋଉ ଅଣସେବାୟତ ମାନେ ପଶି ଯାଉଛନ୍ତି, ରଥ ଉପରେ ଚଢିକି ବସୁ ରହୁଛନ୍ତି, ପହଣ୍ଡି ବେଳେ ପଶି ଯାଉଛନ୍ତି, ଏ ଅଣସେବାୟତ ମାନଙ୍କୁ ନିୟନ୍ତ୍ରଣ କରିବାକୁ ଗଲେ ଏମାନଙ୍କୁ ଆଇଡେଣ୍ଟିଫାଇ କରିବାକୁ ପଡିବ। ଏ କାମ ହେଲା ଶ୍ରୀମନ୍ଦିର ପ୍ରଶାସନର। ଯୋଉମାନେ ଜେନୁଇନ୍ ସେବାୟତ, ଜେନୁଇନ୍ ଦଇତାପତି, ତାଙ୍କୁ ସବୁଦିନ ପାଇଁ ଗୋଟେ ଆଇଡେଣ୍ଟି କାର୍ଡ ଦିଆଯାଉ। ସେଇଟା ଯିଏ ନ ପକେଇଛି ସେମାନଙ୍କୁ ବାହାର କରି ଦିଆଯିବ ଏବଂ କୋଉମାନେ ବାହାର ଲୋକ ସାଙ୍ଗେ ସାଙ୍ଗେ ଜାଣି ଦେଇ ହେବ ଏବଂ ଦୋଷୀ ମଧ୍ୟ ଧରା ପଡିବେ। এইটা যে কাହିଁ ଆଜି ଯାଏଁ କରାଯାଉନି ମୁଁ କାହିଁ ବୁଝିପାରୁନି। ଏ କଥା ବହୁତ ବର୍ଷ ତଳୁ କୁହାଗଲାଣି, କିନ୍ତୁ କାହିଁ ଶ୍ରୀମନ୍ଦିର ପ୍ରଶାସନ ଆଇଡେଣ୍ଟି କାର୍ଡ ଜମା ଦଉନି। ମୁଁ କହୁଛି ଏଥରକ ସରକାର ସଚେତନ ହୁଅନ୍ତୁ, ବିଶେଷ କରି ମୋହନ ସରକାର ସଚେତନ ହୁଅନ୍ତୁ, ସମସ୍ତଙ୍କୁ ଆଇଡେଣ୍ଟି କାର୍ଡ ସେବାୟତ ମାନଙ୍କୁ ଦିଆଯାଉ। ଦ୍ୱିତୀୟ, ସବୁଦିନ ପାଇଁ ଲାଇଭ ଟେଲିକାଷ୍ଟ ବନ୍ଦ କରାଯାଉ। ଏ ଲାଇଭ ଟେଲିକାଷ୍ଟର ଯୋଉ ଧନ୍ଦା, ଏଟାକୁ ବନ୍ଦ କରାଯାଉ। ରଥଯାତ୍ରା ଦିନ ଶହ ଶହ କୋଟି ଲୋକ ଦେଖୁଛନ୍ତି, ବିଶ୍ୱ ସାରା ଦେଖୁଛନ୍ତି, ସେତିକି ଛାତ ବାଡ଼ ଉପରେ ସେମାନେ ଲାଇଭ ଟେଲିକାଷ୍ଟ, ସେତିକି ସେଇ ରଥଯାତ୍ରା ଦିନଟି। ତା ଛଡ଼ା ସେ ପହଣ୍ଡି ବେଳେ, ସେ ରସଗୋଲା ଭୋଗ ବେଳେ, ସେ ଲକ୍ଷ୍ମୀନାରାୟଣ କଳି ବେଳେ, ମାନେ ପ୍ରତି ଗୋଡ଼େ ଗୋଡ଼େ ଏବେ ସବୁ ଲାଇଭ ଟେଲିକାଷ୍ଟ ହଉଛି। ଆରେ ଲାଇଭ ଟେଲିକାଷ୍ଟ ଯୋଉମାନଙ୍କ ଦେଖିବା କଥା ସେମାନେ ପୁରୀ ଆସନ୍ତୁ, ଦେଖନ୍ତୁ। ଏମିତି ଘରେ ବସିକି ଲାଇଭ ଟେଲିକାଷ୍ଟ ଦେଖିବାର କିଛି ଅଧିକାର ନାହିଁ କାହାରି, ନା ଜମା ନାହିଁ। ଏବଂ ଏମାନଙ୍କର ଟିଆରପି ବଢିବ, ଏମାନଙ୍କର ରେଭିନ୍ୟୁ ବଢିବ ବୋଲି ଏମାନେ ସବୁ ଲାଇଭ ଟେଲିକାଷ୍ଟ ହବା ଦ୍ୱାରା କ'ଣ ହଉଛି, ଆପଣ ଦେଖୁଥିବେ, ଯଦି ସିନସିୟରଲି ଦେଖୁଥିବେ, ଏ ପହଣ୍ଡି ବେଳେ ମଧ୍ୟ ତାଙ୍କ ଭିତରେ ଠେଲା ମେଲା, କିଏ ତାଙ୍କ ହାତ ଉପରେ ମାଡ଼ି ବସିଥିବ, କିଏ ଏକଦମ ଲାଗିକି ତାଙ୍କ ଗାଲ ପାଖରେ ରହିଥିବ। କ'ଣ ଟିଭିରେ ତାଙ୍କ ମୁହଁ ଦୁଷିବ, ତାଙ୍କ ପରିବାର ଲୋକ, ସ୍ତ୍ରୀ ପିଲା ଛୁଆ ଦେଖିବେ ଯେ ମୋ ବାପା କି ମୋ ନନା ଏଠି ଧରିଛନ୍ତି ଅଛନ୍ତି। ଲାଇଭ ଟେଲିକାଷ୍ଟ ହବା ଦ୍ୱାରା ଏଇ ଯୋଉ ଦଇତାପତି ସେବାୟତ ମାନେ, ଯୋଉମାନେ ଜଗନ୍ନାଥଙ୍କର ସେବା କରୁଛନ୍ତି, ତାଙ୍କର ଦୃଷ୍ଟି ମାନସିକତା ମଧ୍ୟ ସେ ଲାଇଭ ଟେଲିକାଷ୍ଟ ଟିଭି ଆଡ଼ିକି ମଧ୍ୟ ତାଙ୍କର ମନରେ ରହୁ। ଯଦି ଲାଇଭ ଟେଲିକାଷ୍ଟ ବନ୍ଦ ହେଇଯିବ, ଦେଖିବେ ବହୁ ଜିନିଷ ଶୃଙ୍ଖଳିତ ହେଇଯିବ। କାରଣ ଲାଇଭ ଟେଲିକାଷ୍ଟ ନାହିଁ, କାହାର ମୁହଁ ଦୁଃଖିଆର ନାହିଁ, ସେମାନଙ୍କର ଫୋକସଟା କେବଳ ଠାକୁରଙ୍କ ଉପରେ ରହିବ। ଲାଇଭ ଟେଲିକାଷ୍ଟ ବନ୍ଦ ହେବାଟା ନିହାତି ଦରକାର। ଏବଂ ଯୋଉ ସେବାୟତ ମାନେ ଠାକୁରଙ୍କ ସେବାରେ ରହୁଛନ୍ତି, ସେମାନଙ୍କ ହାତରେ ମୋବାଇଲ ଆଦୌ ରହିବ ନାହିଁ। ଏ ସବୁ କଥାରେ ମୋବାଇଲ, ସବୁଥିରେ ଖାଲି ରିଲ୍ସ ଚାଲିଥିବ ନା। ମୋବାଇଲ ବାସନ୍ଦ ହେବା ଦରକାର ସେବା ବେଳେ, ଠାକୁରଙ୍କର ପହଣ୍ଡି ବେଳେ, ଠାକୁରଙ୍କୁ ଆଣିଲା ବେଳେ, ଠାକୁରଙ୍କ କାମ ବେଳେ ମୋବାଇଲ ରହିବ ନାହିଁ। ଏବଂ ଲାଇଭ ଟେଲିକାଷ୍ଟ କେବଳ ରଥଯାତ୍ରା ଦିନକୁ ଛାଡ଼ିଲେ ଅନ୍ୟ ସମୟରେ ଲାଇଭ ଟେଲିକାଷ୍ଟ ବନ୍ଦ ହେବ। ତୃତୀୟରେ, ଆଇଡେଣ୍ଟି କାର୍ଡଟା ମଷ୍ଟ ଆଇଡେଣ୍ଟି କାର୍ଡଟା ଦିଆଯିବ। ଦେଲେ ମୁଁ ଭାବୁଛି ଭବିଷ୍ୟତରେ ଏଇ ପ୍ରକାର ତ୍ରୁଟିର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ଏଟା ମୋର ବ୍ୟକ୍ତିଗତ ମତ। ଆକୁ ସରକାର କେମିତି ନେବେ ମୁଁ କହିପାରିବିନି, କିନ୍ତୁ ସବୁ ଭିତରେ ମୁଁ ଏତିକି କହିବି, କାଲି ଯୋଉ ଘଟଣା ଘଟିଲା ତା ଅତ୍ୟନ୍ତ ଦୁଃଖଦ ଘଟଣା, ଜମା ଦେହ ସହିପାରୁନି। ଠାକୁର ମୋ ଆଖି ଆଗରେ ଏମିତି ପଡ଼ିଯିବେ ମୁଁ ଆଦୌ ବିଶ୍ୱାସ କରିପାରୁନି। ଏବଂ ଆପଣମାନେ ଯଦି ମୋ କଥାଟାକୁ ଟିକେ ବିଶ୍ୱାସ କରୁଥିବେ, ମୁଁ ଗୋଟେ ଛୋଟିଆ ସୂକ୍ଷ୍ମ କଥା କହୁଛି। ମୋ ପଛରେ ତ ଆପଣ ଠାକୁରମାନଙ୍କୁ ମୋ ଘରେ ଦେଖୁଥିବେ। କାଲି ଆକ୍ଚୁଆଲି ମୋର ଗୋଟେ ଭିଡ଼ିଓ ଆପଣମାନଙ୍କ ପାଇଁ ମୁଁ ତିଆରି କରି ସାରିଥିଲି,
सेटा काली सकाळ 8टा 9टा बेले लोड हवा कथा केचेडी काहे की पूरा करि सारिची केचेडी काहे की काली बारंबार मते काळू माने जगन्नाथ मु तो काळू बोली कहे से कहले नाही तू आज लोड करना तू काली दिन को खाली टिके अपेक्षा कर आज तो लोड करना जमा करबो तो कोन आसंत काली सकाळ जे अपेक्षा कर मु पुणी 5टा बेले भाबिली आज लोड कर देबी पुणी जेमती से मते कहला ना आज लोड करना तू काली सकाळ जे अपेक्षा कर मु किछि बुझी पाइलिनी एबे मु ता कथा अनुसार प्रकृत रे काली से नुवा वीडियोटा को लोड कलिनी राति रे कोन ए घटना घटे बोली काळू मते सूचना देला कि जा आज राति रे बहुत बड़ घटना घटिबो जहा ऊपर तू काली कहिबो ए वीडियोटा लोड करना सतुकु सत काली राति रे एभली घटना घटी गला एवं ताकू तो मोर सौभाग्य कहब कि दुर्भाग्य कहब मु जानिनी मु मध्य काली सेतबेले गुंडीचा घर के थिली मोरी आखि आगे जोड़े जोड़े एम्बुलेंस साइरन बाजी आसला यही सेवायत मैंने जो मैंने टिके खंडिया खाबरा हेले जहाँ ये हेले आघात पाइले हस्पिटाल नवापाई तेणु आज सकाळु मु भाविली काली काळू मत बोधे यही सकाशे होता आज भिडियोटा लोड करना माने ये घटना घटो तो आ ऊपर किछि कहिबो तेणु आज सकाळु उठिला मात्रे के मु प्रथमे एई भिडियोटी की आपण मान पई कली पुणी कहूची काली जो बड़ ठाकुर पड़गले मुहमाड़ी ता अत्यंत दुखद घटना अत्यंत दुखर सहित क्षोभर सहित मु आपण मान आगे यहाँ कहूची प्रभु करंतु एमती घटना आदौ न घटू एवं अन्य समस्ते कहते जे प्रभु जहाँ होगला आमको क्षमा कर मु किंतु प्रभु को कहूची प्रभु आमे माने पापी आमे माने तुम सहित खेलुचु आमको आदौ क्षमा कर नहीं हे बड़ ठाकुर काली जो दोष आमे करचु त्रुटि करचु ताहा अक्षमणीय आमको आदौ क्षमा कर नहीं आमको जहाँ दंड दबा कथा खोला मन रे खुशी मन रे आमको दंड दियो आमे दंड न पाइले आउरी उच्छृंखल हबु आउरी उद्धत हेबु मु अन्य लोक मानक भलिया कहूनी प्रभु क्षमा कर दियो मु कहूची प्रभु आमको आदौ क्षमा कर नहीं आमको दंड दियो आमे दंड पाइया को योग्य आमे अत्यंत उद्धत हो गलुनी आमे अत्यंत उच्छृंखल हो गलुनी आमे सबको बेखातिर मनोभाव रे नौचु आम भितर आउ सेवा मनोभाव नहीं आम भितर आउ समर्पणर भाव नहीं प्रभु मु ये समग्र मानव जाति पक्षरु मु व्यक्तिगत भाव कहूची प्रभु मु भूल करिछि आमे माने भूल करचु जो भूल करचु सेति में हमको दंड दियो हमको शास्ति दियो आमे दंड पाइले शास्ति पाइले टिके सजाड़ी हेबु ता नहले आउरी उच्छृंखल हेबु तेणु क्षमा दबार प्रश्न नहीं प्रभु तमे हमको क्षमा कर नहीं हमको दंड दियो